ଯିବା ପ୍ରତି ଛବି ମେଡିଟେସନ କରିବା। ନିଜ ନିଜ ସ୍ଥାନରେ ଆରାମ ସେ ବସି ଯାଆନ୍ତୁ। ନିଜ ମେରୁଦଣ୍ଡକୁ ସିଧା ରଖନ୍ତୁ। କଳ୍ପନା କରନ୍ତୁ ଯେ ଆପଣ ନିଜକୁ 5 ରୁ 6 ଫୁଟ ଦୂରରେ ଦେଖୁଛନ୍ତି। ତାଙ୍କ ଆତ୍ମବିଶ୍ୱାସକୁ ଦେଖନ୍ତୁ। ତାଙ୍କ ପୋଷାକକୁ ଦେଖନ୍ତୁ। ଏହି ଚିତ୍ରକୁ ବଡ଼ କରନ୍ତୁ, ଉଜ୍ଜ୍ୱଳ କରନ୍ତୁ। ବୋଲ୍ଡ କରି ଆପଣଙ୍କର ମାନସିକ ପରଦା ନିକଟତରରେ ଦେଖନ୍ତୁ। ଶୁଣନ୍ତୁ ନିଜ ପିତା ମାତାଙ୍କ ସ୍ୱରକୁ, ସେ କ'ଣ କହୁଛନ୍ତି। ସମସ୍ତ ଲୋକ ପ୍ରତିଛବିକୁ ପ୍ରଶଂସା କରୁଛନ୍ତି, ସାବାସୀ କରୁଛନ୍ତି। ତାଙ୍କ ପଛପଟେ ଠିଆ ହୋଇଥିବା ଲୋକେ ତାଙ୍କୁ ପ୍ରଶଂସା କରି ତାଳି ମାରୁଛନ୍ତି। ଏହି ମୁହୂର୍ତ୍ତକୁ ଉପଭୋଗ କରନ୍ତୁ, ଉପଭୋଗ କରନ୍ତୁ। ତାପରେ ପୁଣି ଥରେ ଆମେ ଆମର 60 ଟ୍ରିଲିୟନ ସେଲକୁ କହିବା 1 2 3 go yes lots of gratitude always blessing। ତ ଆଜି ପ୍ରଥମ ଦିନ କ୍ଲାସ କେମିତି ରହିଲା ଟିକେ କୁହନ୍ତୁ, ତାପରେ ଏଞ୍ଜେଲ ବ୍ଲେସିଂ ନେବା, କ୍ଲାସ ସାରିବା। ଓକେ, କିଏ ଦବ କୁହନ୍ତୁ, ଜଣେ ଦି ଜଣଙ୍କର ଫିଡବ୍ୟାକ ନେବା। ସାର୍ ବହୁତ ଭଲ ଲାଗିଲା ସାର୍, ଥ୍ୟାଙ୍କ ୟୁ ସାର୍। ନାଇଁ ଭଲ ବହୁତ ଭଲ ଲାଗିଲା ସାର୍, ଆଶା ଯାହା ରଖିଲି ତାଠୁ ବି ବହୁତ ଭଲ ଲାଗିଲା। ଆଚ୍ଛା, ଚलो ବହୁତ ବଢିଆ, ବହୁତ ବଢିଆ। ସାର୍ କୁହ। ବହୁତ ବହୁତ ବଢିଆ ଲାଗିଲା, ନିଜକୁ ଗୋଟେ ପଜିଟିଭ ଫିଲ୍ ବି ଆସିଲା। ମାନେ ଯେତେବେଳେ ଆମେ ଭିଜୁଆଲାଇଜ କରୁ ବସିକି, ମଝିରେ ମୋର ଗୋଟେ କଲ୍ ପଳେଇ ଆସିଲା, ଟିକେ ଡିଷ୍ଟର୍ବ ହେଲି, ତାପରେ ଫେର ବି ମାଇଣ୍ଡ ଟା ମୋର ଏପଟ ଥିଲା ନା, କଲ୍ ଆସିଲା, ମୁଁ କଲ୍ ଟା ରିସିଭ୍ କଲି, ମୁଁ କହିଲି ଗୋଟେ ମୋର ମିଟିଂ ଚାଲିଛି, ଅଫିସ ର ମିଟିଂ ଚାଲିଛି, ପରେ କଥା ହଉଛି କହିଲି, ମିଛରେ କହିଲି, କହିକି ଗୋଟେ କଲ୍ ଟା କାଟିଲି। ଫେର ବି ସାଙ୍ଗେ ସାଙ୍ଗେ ମୋ ମାଇଣ୍ଡ ଟା ଏପଟ ହିଁ ଆସିଗଲା, କାହିଁକିନା ମାଇଣ୍ଡ ଟା ମୋର ଏପଟେ ଥିଲା, ଭିଜୁଆଲାଇଜ ରେ ଥିଲା, ଆସିଲା। ବହୁତ ମାନେ ବହୁତ ଇଣ୍ଟରେଷ୍ଟ ଲାଗିଲା, ଆଉ ନିଜକୁ ଗୋଟେ ପଜିଟିଭ ଭାଇବ ଆସିଲା। ଓକେ, ଧର୍ମେନ୍ଦ୍ର କଣ ମହେନ୍ଦ୍ର ସାର୍ କହିବେ। ଓକେ, ଅନମ୍ୟୁଟ କରନ୍ତୁ ଫଟାଫଟ, ଆମେ ନେବା, ତାପରେ ଏଞ୍ଜେଲ ବ୍ଲେସିଂ ନେବା। କୁହନ୍ତୁ। ସାର୍ ମୁଁ ଆଜି ମୋ ନିଜକୁ ମୁଁ କେତେ କଣ ମାନେ ଏକ୍ସାଇଟେଡ ଚିହ୍ନି ପାରିଲି। ମୋ ଭିତରେ ଯୋଉ ଥିଲା ନେଗେଟିଭ ଏନର୍ଜି ବହୁତ ମାନେ ଦୂର ହେଇଗଲା, ତା ଭିତରେ ନିଜକୁ ଗୋଟେ ପଜିଟିଭ ଆସିଲା। ମୁଁ ମୋ ଭିତରେ ଯୋଉ ଅଛି, ମୋର ଯୋଉ ପାୱାର, କେତେ ଏନର୍ଜି ମୁଁ 100% ଏନର୍ଜି ମୁଁ ଅନୁଭବ କରିଛି। ବହୁତ ଖୁସି ଲାଗିଲା ସାର୍, ଆଜି ବହୁତ ମାନେ ପାୱାରଫୁଲ ଥିଲା ସାର୍। ଆଜି ସେକ୍ସନଟା ଭିଜୁଆଲାଇଜେସନ ଆଉ ମେଡିଟେସନ ବହୁତ ବଢିଆ, 100% ସାର୍। ବହୁତ ଖୁସି ଲାଗିଲା ସାର୍। चलो, बहुत बहुत ଥ୍ୟାଙ୍କ ୟୁ धन्यवाद। ସାର୍। यस यस, बहुत बहुत धन्यवाद। परमेश्वर जेना परमेश्वर जना, हाँ ठीक ଅଛି, କୁହନ୍ତୁ ଆଜିର କ୍ଲାସ କେମିତି ଲାଗିଲା? ବହୁତ ବଢିଆ ଲାଗିଲା ସାର୍। ଏଇ ଜିନିଷ ମାନେ ମୁଁ ଯେତେବେଳେ ତାରା ମାଙ୍କ ସାଧନା କରୁଥିଲି, ସେତେବେଳେ ବି ଇଏ ଜିନିଷ ମେନ୍ ଜିନିଷ ଗୁଡାକ କହିନଥିଲି ଆମ ଗୁରୁ। ମୁଁ ଏବେ ଯୋଉଟା ପାଇଲି, ମୁଁ ସଠିକ ଜିନିଷ ଗୁଡାକ ପାଇପାରୁଛି। ମୁଁ ଆଗକୁ ବହୁତ ବହୁତ ଆଗକୁ ଯାଇପାରିବି ବୋଲି ମୁଁ ଅନୁଭବ କରିପାରୁଛି। चलो କାହିଁକି बहुत ନା ଏଇ बढ़िया। ସବୁ ଜିନିଷ ସବୁଥିରେ ଲାଗିବ ଏଇ ସବୁ ସାଧନାରେ ମତେ। ଠିକ ଅଛି, ଆପଣଙ୍କ ପାଖରେ ମତେ ଯୋଡିକି ଅଛି ମାନେ ମୁଁ ସବୁ କିଛି ନେବି। ଆପଣଙ୍କର ହାତ ଆମ ମୁଣ୍ଡ ଉପରେ ରହିଲେ ଗଲା। ନିଶ୍ଚୟ ରହିବ। ଯେତେବେଳେ ମୋ ଉପରେ ଏଞ୍ଜେଲଙ୍କର ବ୍ଲେସିଂ ଅଛି, ଆଉ ମୁଁ ଏଇ ପାଠ୍ୟକ୍ରମ ଆପଣ ମାନଙ୍କ ପାଖକୁ ନେଇକି ଆସିଛି, ମାନେ ଅଲ୍ଟିମେଟଲି ମୋର ହାତ ମାନେ ଏଞ୍ଜେଲଙ୍କର ହାତ ଆପଣଙ୍କ ଉପରେ ରହିଲା, ଏହା ଭାବୁଛ। ଆଜ୍ଞା ମୁଁ ସାର୍, ତ ଆଉ ହେଲି ଗୋଟେ ଗୋଟେ ମାଧ୍ୟମ। ହଁ ସେ ତ ସତ। ହେଲେ ବି ସେଇ ମାଧ୍ୟମ ଆମେ ନ ପାଇ ପାରିଲେ ଠିକ ରେ ଆମେ ରାସ୍ତା ଭଟକି ଯିବା ନା। ଆମେ ଠିକ ଯଦି ଅଛି। ଠିକ ମାଧ୍ୟମରେ ପାଇଯିବା, ତାହେଲେ ଆମେ ହୁଁ, ଠିକ ରାସ୍ତାରେ ଯାଇପାରିବା। ନିଶ୍ଚୟ ନିଶ୍ଚୟ ନିଶ୍ଚୟ।